नमस्कार जय जगन्नाथ हैप्पी रज। आज हूँ प्रथम रज। पहली रजरे आपण मानक अनेक अनेक शुभेच्छा शुभकामना। सुंदर भिडियोटी को आज हूँ रज। रज हूँ वर्षक 12 मास मध्य 13टी पर्व। ओडिया मानकर सबुठु प्रिय पर्व हूँ रज पर्व। ସେଥିପାଇଁ ଗାଁରେ ତ ବହୁତ ସୁନ୍ଦର ଭାବରେ ରଜ ପର୍ବଟି ପାଳନ ହୁଏ। ସେଥିପାଇଁ ମୁଁ ପ୍ରସ୍ତୁତ ହୋଇଯାଇଛି ରଜ ପାଇଁ। ହାତରେ ମେହେନ୍ଦି ଲଗେଇ ସଜବାଜ ହୋଇସାରିଲିଣି ରଜ ପାଇଁ। ଆଉ ମଧ୍ୟ ଘର ଘର ସବୁ ଡୋଳି ଲାଗି ସାରିଲାଣି। ସେଥିପାଇଁ ମୁଁ ଗାଁକୁ ପଳେଇ ଆସିଛି ସୁନ୍ଦର ଭାବରେ ରଜ ପର୍ବଟିକୁ ପାଳନ କରିବା ପାଇଁ। ଆଉ ଆପଣଙ୍କ ଘର ମାନେ ସମସ୍ତଙ୍କ ଘରେ ତ ପୋଡ଼ ପିଠା ନିଶ୍ଚିତ ଭାବରେ ହେଇଥିବ। ସେଥିମଧ୍ୟରୁ ମୁଁ ମଧ୍ୟ ରେଡ଼ି ହେଇଯାଇଥିଲି। ତା ଭିତରେ ମୀରା ମଧ୍ୟ ତାକୁ ରେଡ଼ି କରିଦେଇଥିଲି। ଦେଖୁନାହାନ୍ତି ସୁନ୍ଦର ଭାବରେ ଅଳତା ଲଗେଇ ସଜବାଜ ହେଇ ବାହାରି ସାରିଲୁଣି ରଜ ପର୍ବ ପାଳନ କରିବା ପାଇଁ। ତା ପୂର୍ବ ଦିନ ହେଇଥିଲା ପୋଡ଼ ପିଠାର ପ୍ରସ୍ତୁତି। ମୁଁ ବାହାରି ପଡ଼ିଥିଲି କଦଳୀ ପତ୍ର କାଟିବା ପାଇଁ। କାଟି ପୋଡ଼ ପିଠାଟି ଚୁଲିରେ ବସେଇ ସୁନ୍ଦର ଭାବରେ ତାକୁ ନିଆଁ ଦେଇ ପୋଡ଼ି ଦେଇଥିଲୁ। ସୁନ୍ଦର ଭାବରେ ପିଠାଟି ହେଇଯାଇଥିଲା। ଖାଇବାକୁ ତ ବହୁତ ଭଲ ଲାଗୁଥିଲା, କାରଣ ରଜରେ ମୁଖ୍ୟ ହେଉଛି ଆମର ପୋଡ଼ ପିଠା। ତା ସହିତ କ'ଣ ଆମ୍ବ ଆଉ ପଣସ। ପଣସ ହେଉଛି ମୋର ବହୁତ ପସନ୍ଦ। ପଣସର ବାସ୍ନା ଯେଉଁଠି ଥିବ ମୁଁ ଆଗେ ଯାଇକି ସେଇଠି ପହଞ୍ଚି ଯାଇଥିବି। ମୁଁ ସେଇଥିପାଇଁ ପ୍ରଥମେ ପଣସ ଆସିଲା ମାନେ ମୁଁ ଖୋଲିବି ସେ ପଣସକୁ। ମୁଁ ଖୋଲିକି ବାହାର କରିଦେଲି। ପ୍ରଥମେ ହେଲା ଠାକୁରଙ୍କ ପାଖରେ ପୂଜା ହେଇଯିବ। ତାପରେ ଆମେ ସମସ୍ତେ ଲାଗି ପଡ଼ିବା ଖାଇବାର। ଆମ୍ବ ପଣସ ପୋଡ଼ ପିଠା ତା ସହିତ ମିଠା ସୁନ୍ଦର ସୁନ୍ଦର ଖାଇବା। ଆଉ ଗାଁରେ ବହୁତ ସୁନ୍ଦର ଭାବରେ ପ୍ରସ୍ତୁତ ହୋଇଥିବ ଏ ଡୁଳିରେ ଝୁଲିବା। ସେଥିପାଇଁ ମୁଁ ମଧ୍ୟ ରେଡ଼ି ହେଇଯାଇଥିଲି ସକାଳ ଖାଇବା ଧରି। ମଟର ଆଳୁ ତରକାରୀ, ପୋଡ଼ ପିଠା, ଲିଚି, ପଣସ ଆଉ ବିଭିନ୍ନ ପ୍ରକାରର ମିଠା, ସିଙ୍ଗଡ଼ା ଆଉ ଏମିତି ବହୁତ ଭଲ ଭାବରେ ଖିଆପିଆ ସାରି ବାହାରି ପଡ଼ିଥିଲୁ ଆମେ ସମସ୍ତେ ଡୋଳି ଝୁଲିବା ପାଇଁ। ଡୋଳି ଝୁଲି ତା ମଧ୍ୟରୁ ମୋର ତ କହିଥିଲି କ'ଣ ପଣସଟା ପ୍ରିୟ। ମୁଁ ସବୁ ଜିନିଷ ଖାଇବି, ତା ମଧ୍ୟରୁ ପଣସଟା ପ୍ରଥମେ ଖାଇବି। ମୋତେ ସେଇଟା ଭାରି ପସନ୍ଦ। ସୁନ୍ଦର ଭାବରେ ଆମେ ସବୁ ଏମିତି ରଜ ପର୍ବ ପାଳନ କରୁଛୁ। ଆପଣମାନେ କେମିତି ରଜ ପର୍ବ ପାଳନ କରୁଛନ୍ତି ମୋତେ ନିଶ୍ଚିତ ଭାବରେ କମେଣ୍ଟରେ କହିବେ। ଆଉ ଆପଣଙ୍କର ପୋଡ଼ ପିଠା ଆଉ କ'ଣ କ'ଣ ସବୁ ପ୍ରସ୍ତୁତ ହେଇଛି ନିଶ୍ଚିତ ଭାବରେ ମୋତେ କମେଣ୍ଟରେ କହିବେ। ତା ପୂର୍ବ ଦିନ ଆମର ବିଛା ହେଇଯାଇଥିଲା ଆମ ଗାଁ ଗଛରେ ଥିବା ନଡ଼ିଆ ପଇଡ଼ ବିଛା ହେଇଥିଲା। ଆମର ସମସ୍ତଙ୍କର ପ୍ରିୟ ହେଉଛି ପଇଡ଼, କାରଣ ତାର ଯେଉଁ ଭିତରେ ଥିବା ନାଳିଟା ଖାଇବାକୁ ବହୁତ ଭଲ ଲାଗେ। ଆଙ୍କର ମଧ୍ୟ ବହୁତ ପସନ୍ଦ। ସେଥିପାଇଁ ସିଏ ନଡ଼ିଆରେ ପ୍ରଥମେ ସେ ନାଳିଟି ହିଁ ଧରିକି ଖାଉଛନ୍ତି। ଦେଖନ୍ତୁ ଏଇଭଳିଆ ଭାବରେ ଆମେ ବହୁତ ସୁନ୍ଦର ଭାବରେ ଗାଁରେ ରଜ ପର୍ବ ପାଳନ କଲୁ। ଆମର ଗାଁରେ ଟିକେ ନେଟୱାର୍କ ପ୍ରୋବ୍ଲେମ୍ ଥିବାରୁ ମୁଁ ଟିକେ ଭିଡ଼ିଓଟା ଆଣିନଥିଲି ରଜରେ। ସେଥିପାଇଁ ମୋତେ କ୍ଷମା କରିଦେବେ। ଆଉ ମୁଁ ଆଶା କରୁଛି ଭଲ ଭାବରେ ରଜ ଆପଣମାନେ ଏନ୍ଜୟ କରିଥିବେ। ଆଉ ସୁନ୍ଦର ସୁନ୍ଦର ଡୋଳି ଝୁଲି ରଜ ପର୍ବଟି ବହୁତ ଖୁସି ଆନନ୍ଦରେ ପାଳନ କରିଥିବେ। ଦେଖନ୍ତୁ ରଜର ମୁଖ୍ୟ ହେଉଛି କ'ଣ ରଜପାନ। ସେଇଟା ନହେଲେ କେମିତି ହେବ କହିଲେ। ଦେଖନ୍ତୁ ବର୍ଷା ପାଗକୁ ଆଉ ରଜପାନ ସେଥିରେ ଯେଉଁ ମଜା, ତା ସହିତ ବିଭିନ୍ନ ପ୍ରକାରର ରଜର ସ୍ପେଶାଲ ସବୁ ଖାଇବା ଆଇଟମ୍ ମଧ୍ୟ ପ୍ରସ୍ତୁତ ହେଇଯାଇଥିଲା। ଖାଇବା ସାରି ଡୋଳି ଝୁଲି ତାପରେ ଆମେ ସନ୍ଧ୍ୟାରେ ସମସ୍ତେ ବାହାରି ପଡ଼ିଥିଲୁ ଆମ ଗାଁରେ ଥିବା ରଜ ମହୋତ୍ସବ। ସେଥିରେ ସବୁ ଆମର ମା ବ୍ରାହ୍ମଣୀ ନୃତ୍ୟଶିଳ୍ପୀ ମାନେ ଛୋଟ ଛୋଟ ପିଲାମାନେ ଆମ ଗାଁରେ ବହୁତ ସୁନ୍ଦର ଭାବରେ ନାଚୁଥାନ୍ତି। ଆଉ ବାହାରେ ମଧ୍ୟ ପିଲାମାନେ ଆସିଥାନ୍ତି। ଆଉ ଗାଁର ମଝିରେ ଏଇ ସୁନ୍ଦର ଆମର ପ୍ରୋଗ୍ରାମଟି ହେଉଥିଲା। ସେଥିମଧ୍ୟରୁ ମୀରା ମଧ୍ୟ ସେଥିରେ ପାର୍ଟିସିପେଟ୍ କରିଥିଲା। ଆପଣମାନେ ତା ଭିଡ଼ିଓ ଯଦି ଦେଖିବା ପାଇଁ ଚାହୁଁଛନ୍ତି ତାହେଲେ ନେକ୍ସଟ ଭିଡ଼ିଓ ତାର ଆସିବ। ବହୁତ ସୁନ୍ଦର ଭାବରେ ସେମାନେ ଡ୍ୟାନ୍ସ କରୁଥିଲେ ଆଉ ଆୱାର୍ଡ଼ ମଧ୍ୟ ପାଇଥିଲେ। ମୀରା ମଧ୍ୟ ପ୍ରାଇଜ୍ ପାଇଛି। ଏହି ସୁନ୍ଦର ଭାବରେ ଭିଡ଼ିଓଟିকে ଆପଣ ଦେଖିଥିବାରୁ ଧନ୍ୟବାଦ। ମୋ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିଦେବେ, ଲାଇକ୍ କରିଦେବେ, କମେଣ୍ଟ କରିଦେବେ ଆଉ ସେୟାର ମଧ୍ୟ କରିଦେବେ। ଏହି ରଜ ଉପଲକ୍ଷେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା। ବହୁତ ସୁନ୍ଦର ସୁନ୍ଦର ଭାବରେ ଏମିତି ଭିଡ଼ିଓ ମୁଁ ଗୋଟେ ଗୋଟେ ଆଣିବି। ରଜରେ ଟିକେ ଲେଟ୍ ହେଇଗଲା ନେଟୱାର୍କ ପ୍ରୋବ୍ଲେମ୍ ହେତୁ, କିନ୍ତୁ ସବୁ ଭିଡ଼ିଓକୁ ଆପଣ ନିଶ୍ଚିତ